ଓମ୍ ନମସ୍କାର। ମୁଁ ଜାନକୀ ପାଣିଗ୍ରାହୀ। ଆଜି ଆଲୋଚନା କରିବା ଏହି ବ୍ଲାକବେରୀ ଉପରେ, ମାନେ କଳା କୋଳି ବେରୀ, ମାନେ କୋଳି ଆଉ ବ୍ଲାକ୍ କୋଳି। ସମସ୍ତ ବ୍ଲାକ୍ କୋଳିରେ ବହୁତ ଲାଭ ମିଳିଥାଏ। ସମସ୍ତ ବ୍ଲାକ୍ କୋଳି ଖାଇବା ଉଚିତ, ଯେଉଁ ଖାଦ୍ୟ ଯେଉଁ କୋଳିକୁ ଖାଆନ୍ତି। ଏଇ ସେହିପରି ଏକ କୋଳି ଯାହାକି ଆପଣଙ୍କୁ ବହୁତ ଲାଭ ମିଳିଥାଏ। ଏହା ରହିଛି ଆପଣଙ୍କର ଭିଟାମିନ୍ ଏ, ଭିଟାମିନ୍ ବି, ଭିଟାମିନ୍ କେ, ଭିଟାମିନ୍ ସି, ରହିଛି ମିନେରାଲ୍ସ, ମ୍ୟାଗ୍ନେସିୟମ୍, ପଟାସିୟମ୍, ଜିଙ୍କ୍, କ୍ୟାଲସିୟମ୍ ଏବଂ ଆପଣଙ୍କର ଆଇରନ୍, ଯାହାକି ଆପଣଙ୍କ ଶରୀର ଶକ୍ତି ବୃଦ୍ଧି କରିବାରେ, ଆପଣଙ୍କ ହାଡ଼କୁ ଷ୍ଟ୍ରଙ୍ଗ କରିବାରେ, ବିଶେଷ ଭାବରେ କ୍ୟାନ୍ସରକୁ ଲଢ଼ିବାର ଶକ୍ତି ଯୋଗାଇଥାଏ। ଏହି କୋଳି ଭଗବାନଙ୍କ ବରଦାନ ସଦୃଶ। ସମସ୍ତ କୋଳି ଭଗବାନଙ୍କ ବରଦାନ। ତେଣୁ ଯେଉଁ କୋଳି ଖାଇବା, ଯେଉଁ କୋଳି ଯେଉଁ ସମୟରେ ମିଳୁଛି ସେହି ସମୟରେ ସେହି କୋଳିକୁ ଆମେ ନିଶ୍ଚିତ ଭାବରେ ଖାଇବା ଉଚିତ। କାହିଁକିନା ପଟାସିୟମ୍, କ୍ୟାଲସିୟମ୍ ରହିଛି, ଯେହେତୁ ଆପଣଙ୍କର ଚକ୍ଷୁ ପାଇଁ, ଦାନ୍ତ ପାଇଁ, ଆପଣଙ୍କର ବାଳ ପାଇଁ, ଚୂଳ ପାଇଁ ଆପଣଙ୍କୁ ବହୁତ ଲାଭ ଦେଇଥାଏ। ତେଣୁ ଏହାକୁ ନିୟମିତ ଭାବରେ ଖାଇବା ଉଚିତ ଯେତେବେଳେ ମିଳୁଛି। ଏହା ଆପଣ କ୍ୟାନ୍ସର ଲଢ଼ିବାର ଶକ୍ତି ଦେଇଥାଏ, ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ, ଶରୀର ସଂକ୍ରମଣକୁ ଦୂର କରିଥାଏ, ମୃତ୍ୟୁର ଭୟଠାରୁ ଆପଣଙ୍କୁ ରକ୍ଷା କରିଥାଏ। ତେଣୁ ଆସନ୍ତୁ, କିପରି ଭାବରେ ଖାଇବା ନା, ସକାଳେ ଆପଣ ଜଳଖିଆ ସହିତ କିଛି ଆପଣ କୋଳି ନେଇପାରିବେ। ଲଞ୍ଚ ସମୟରେ ଆପଣ ଖାଦ୍ୟରେ, ଆପଣ ଖାଇବାର ସମୟ ଯଦି ନାହିଁ, ଏପରି ଭାବରେ ଆପଣ ଗ୍ରହଣ କରିପାରିବେ। ଆକୁ ଆପଣ ସାଲାଡ଼ରେ ପକାଇକି ବି ନେଇପାରିବେ, ଯାହାଦ୍ୱାରା କି ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଲାଭ ମିଳିଥାଏ। ଏହି ଗଛର ପତ୍ର, ଚେର ବି ଔଷଧ ଗୁଣରେ ଭରି ରହିଛି। ତେଣୁ ଆସନ୍ତୁ, ଆମେ ନିୟମିତ ଭାବରେ ଏହି ଫଳ ଯେତେବେଳେ ମିଳୁଛି ନିଶ୍ଚିତ ଭାବରେ ଖାଇବା, ଆମ ଶରୀରକୁ